ଷଡ଼ଙ୍ଗୀ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତିରେ ଖୋଲିଲା ଓମଫେଡ୍ ପାର୍ଲର। ଢେଙ୍କାନାଳ ଜିଲ୍ଲା ଗଅନ୍ଦିଆ ବ୍ଲକ ଅନ୍ତର୍ଗତ ଷଡ଼ଙ୍ଗୀ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତିରେ ଓମଫେଡ୍ ପାର୍ଲରର ଶୁଭ ଉଦ୍ଘାଟନ ହୋଇଛି। ଆଜି ଏହି ଉପଲକ୍ଷେ ଉକ୍ତ ସମବାୟ ସମିତିର ସମ୍ପାଦକ ବିଷ୍ଣୁଚରଣ ସାହୁଙ୍କର ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପନିବନ୍ଧକ ସମବାୟ ସମିତି ସମୂହ ଶ୍ରୀ ଉମାଶଙ୍କର ଦାସ ଯୋଗଦାନ କରି ଉକ୍ତ ପାର୍ଲରର ଶୁଭ ଉଦ୍ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ନିରୀକ୍ଷକ ସହକାରୀ ନିବନ୍ଧକ ଢେଙ୍କାନାଳ ଶ୍ରୀ ଦେବାଶିଷ ସାହୁ, ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ସମିତି ଗଅନ୍ଦିଆ ଶାଖା ପରିଚାଳକ ଶ୍ରୀ ଗଣେଶ୍ୱର ଖଟୁଆ ଓ ସମବାୟ ସମିତିର ସଭାପତି ଶ୍ରୀ ଗୋବର୍ଦ୍ଧନ ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ନିଜର ମତ ପ୍ରଦାନ କରି ମୁଖ୍ୟ ଅତିଥି ଶ୍ରୀ ଦାସ କହିଥିଲେ ଯେ ଉକ୍ତ ବ୍ଲକରେ ଏହା ପ୍ରଥମ ପାର୍ଲର ଭାବେ ଆଜି ଏହା ଶୁଭାରମ୍ଭ ହୋଇଛି। ଏହି ପାର୍ଲରରେ ଓମଫେଡ୍ରେ ପ୍ରସ୍ତୁତ ସମସ୍ତ ଦୁଗ୍ଧଜାତୀୟ ଦ୍ରବ୍ୟ ସହିତ ନାଫେଡ୍ ଦ୍ୱାରା ପ୍ରସ୍ତୁତ ସମସ୍ତ ଦ୍ରବ୍ୟର ସୁଲଭ ପାଇକାରୀ ମୂଲ୍ୟରେ ଜନସାଧାରଣମାନଙ୍କୁ ଯୋଗାଇ ଦିଆଯିବ। ତତ୍ସହିତ ଖାଉଟିମାନଙ୍କୁ ଉନ୍ନତମାନର ସମସ୍ତ ଦ୍ରବ୍ୟ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଷଡ଼ଙ୍ଗୀ ସମବାୟ ସମିତିର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ। ଗୋବର୍ଦ୍ଧନ ନାୟକ, ଷଡ଼ଙ୍ଗୀ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି। ସମବାୟ ସମିତିର ପ୍ରଥମ ଥର ପାଇଁ ଗଅନ୍ଦିଆ ବ୍ଲକରେ ଯୋଉ ଖୋଲିଛନ୍ତି ଓମଫେଡ୍ ପାର୍ଲର, ତା ନେଇ କ'ଣ କେତେ ଖୁସି ଅଛନ୍ତି? ଆମର ଆଗରୁ ଆଗ୍ରୋ ସର୍ଭିସ ସେଣ୍ଟର କରିଥିଲୁ ଏବଂ ସେଥିରେ ଟ୍ରାକ୍ଟର, ହାର୍ଭେଷ୍ଟର ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ଲୋକମାନଙ୍କୁ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇଥିଲୁ। ଏବେ ଡିଆର୍ଙ୍କ ପରାମର୍ଶ କ୍ରମେ ଆମେ ପୁଣି ଆମର ଓମଫେଡ୍ ପାର୍ଲରଟି ଆରମ୍ଭ କରିଛୁ। ଆଉ ଆକୁ ପାଖାପାଖି 6 ମାସ ହେଲା ଆମେ ଚଲେଇଲୁଣୁ। ଆଉ ଏବେ ନୂତନ ଭାବରେ ନିଜସ୍ୱ ଗୃହରେ ଆମେ ପୁଣି ଆମ ପାର୍ଲର ଓମଫେଡ୍ ପାର୍ଲରଟିକି ଏଠିକି ସ୍ଥାନାନ୍ତର କଲୁ ଏବଂ ଏଥିରେ ଓମଫେଡ୍ ଏବଂ ନାଫେଡ୍ର ସବୁ ପ୍ରକାର ଘର ଉପକରଣ ଜିନିଷ ଏବଂ ଖାଦ୍ୟ ଉପକରଣ ଜିନିଷ ସବୁ ଆଣି ରଖିଛୁ ଏବଂ ସୁଲଭ ମୂଲ୍ୟରେ ଚାଷୀମାନଙ୍କୁ ଏବଂ ସର୍ବସାଧାରଣ ଲୋକମାନଙ୍କୁ ଆମେ ଯୋଗାଇ ଦେବା ପାଇଁ ସ୍ଥିର କରିଛୁ। ଓମଫେଡ୍ରେ ଯେଉଁ ସବୁ ଆଇଟମ୍ ଆସୁଛି ସେ ଶୁଦ୍ଧ ଭାବରେ ଏବଂ ବାହାର କ୍ଷୀର ଅପେକ୍ଷା ଓମଫେଡ୍ କ୍ଷୀରଟି ଏକଦମ ଶୁଦ୍ଧ କ୍ଷୀର, ଦହି ଏବଂ ତାର ଓମଫେଡ୍ର ଘିଅ ଆମେ ସାଧାରଣ ଯେଉଁ ବ୍ୟବହାର କରୁଛେ ଯଜ୍ଞ ହୋମରେ ଲାଗୁଛି ଏବଂ ଘରେ ଖାଇବା ପାଇଁ ହେଉଛି। କିନ୍ତୁ ଏଥିରେ ଡୁପ୍ଲିକେଟ୍ ଜିନିଷ କିଛି ମିଳିପାରିବ ନାହିଁ। ଇଏ ଶୁଦ୍ଧ ହିସାବରେ ଓମଫେଡ୍ର ନାଁ ଅଛି ସାରା ଓଡ଼ିଶାରେ। ତେଣୁ ଆମେ ଓମଫେଡ୍କୁ ଚଏସ୍ କରି ଓମଫେଡ୍ର ସବୁ ଜିନିଷପତ୍ର ଆଣି ବିକ୍ରି କରିବା ପାଇଁ ଚାହିଁବୁ। ଉମାଶଙ୍କର ଦାସ, ମୁଁ ଡେପୁଟି ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ୍ ଡିଷ୍ଟ୍ରିକ୍ଟର। ଆମର ଷଡ଼ଙ୍ଗୀ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ଗୋଟେ ଆଦର୍ଶ ସୋସାଇଟି ଆଉ ଆ ମଧ୍ୟରେ ଆମେ ଚିନ୍ତା କରିଥିଲୁ ଯେ ଏଥିରେ ବିଜନେସ୍ ଡାଇଭର୍ସିଫିକେସନ୍ ପ୍ରୋଗ୍ରାମ କରିବୁ। ତ ପୂର୍ବରୁ ତାର ପାରମ୍ପରିକ ବିଜନେସ୍ ବା ବ୍ୟବସାୟ ସହିତ ସିଏ ଆଗ୍ରୋ ସର୍ଭିସ ସେଣ୍ଟର କରିଥିଲେ। ତା ସଙ୍ଗେ ସଙ୍ଗେ ସେମାନେ ଓମଫେଡ୍ ପାର୍ଲରର କରିବା ପାଇଁ ଗୋଟେ ଚିନ୍ତାଧାରା ବା ପରିକଳ୍ପନା କରିଥିଲେ। ତନ୍ମଧ୍ୟରୁ ଆଜି ତାର ସଫଳ ରୂପାୟନ ହେଇଛି ଓମଫେଡ୍ ପାର୍ଲର। ତା ସହିତ କଞ୍ଜ୍ୟୁମର ଷ୍ଟୋର ଆମେ କରିଛୁ। ଓମଫେଡ୍ ଦୁଗ୍ଧଜାତ ଜାତୀୟ ଦ୍ରବ୍ୟ ଏଠୁ ଚାଷୀ ଭାଇ ଭଉଣୀ ସାଧାରଣ ଲୋକମାନେ ଏଠୁ ସୁଲଭ ମୂଲ୍ୟରେ ପ୍ରାପ୍ୟ କରିପାରିବେ। ତତ୍ସଙ୍ଗେ ସଙ୍ଗେ ଆମେ ନାଫେଡ୍ର ପ୍ରଡକ୍ଟ କରିଛୁ। ନାଫେଡ୍ ପ୍ରଡକ୍ଟ ଯାହାକି କୃଷକମାନଙ୍କ ପାଖରୁ ଡାଇରେକ୍ଟ ଆସେ, ଯାହାକି ଗୋଟେ ସମବାୟ ବା କୋଅପରେଟିଭ୍ ପ୍ରଡକ୍ଟ, ତାହା ଲୋକମାନଙ୍କୁ ମଧ୍ୟ ସୁଲଭ ମୂଲ୍ୟରେ ଆଉ ଉଚିତ ଭ୍ୟାଲ୍ୟୁ ସହିତ ବା କ୍ୱାଲିଟି ସହିତ ତାହା ଲୋକଙ୍କ ପାଖରେ ପହଞ୍ଚିବ। ଆମେ ସମବାୟ କ୍ଷେତ୍ରରେ ଗଅନ୍ଦିଆ ପାଇଁ ଏଇଟା ପ୍ରଥମ ପାର୍ଲର। ଆଉ ତା ସଙ୍ଗେ ସଙ୍ଗେ ଆମେ ଅନ୍ୟ ଯେଉଁ ସୋସାଇଟି ଅଛି ସେଠି ପରିକଳ୍ପନା କରୁଛୁ। ଆଜି ପାଖାପାଖି ଆମେ ଜିଲ୍ଲାରେ 21ଟା ଜାଗାରେ କଞ୍ଜ୍ୟୁମର ଷ୍ଟୋର ଇନାଗୁରେସନ ଏକା ସାଙ୍ଗରେ କରିଛୁ। ତେଣୁ ଏହା ପାଇଁ ଏହା ନିହାତି ଆମ ପାଇଁ ଗୋଟେ ମାଇଲଷ୍ଟୋନ୍ କହିଲେ କିଛି ଅତ୍ୟୁକ୍ତି ହେବନି। ନିହାତି ଆମେ ଏଇଟା ପ୍ରଥମ ଆମେ ଗୋଟେ ସ୍ଟେପିଂ ଷ୍ଟୋନ୍ କଲୁ। ଆପରେ ଯୋଉ ଜାଗା ଗୁଡ଼ିକ ବା ପ୍ୟାକ୍ସ ଗୁଡ଼ିକ ଏଥିପାଇଁ ଭାଏବୁଲ୍ ଅଛି ଆମେ ତାକୁ ଫିଜିବିଲିଟି ଦେଖି ସେଗୁଡ଼ାକୁ ବି ତାକୁ କଞ୍ଜ୍ୟୁମର ଆଉ ଓମଫେଡ୍ ଭିତରକୁ ଆମେ ଆଣିବୁ। ନିହାତି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।